ହେଉଛି ପବିତ୍ର ଜାଗର ଏବଂ ମଧ୍ୟ ଶିବରାତ୍ରି। ଏଥିପାଇଁ ପୁରଠାରୁ ପଲ୍ଲୀ ଗାଁଠୁ ସହର ଉତ୍ସବ ମୁଖର ହୋଇ ଉଠିଛି ସର୍ବପୀଠ। ଆମେ ଅଛୁ କାକଟପୁରର ପ୍ରସିଦ୍ଧ ଶୈବପୀଠ ସୋମେଶ୍ୱର ମନ୍ଦିର। ଆଜି ମନ୍ଦିରର କାର୍ଯ୍ୟକ୍ରମ ଏବଂ କେତେବେଳେ ଦ୍ୱାର ଫିଟିଲା ଏବଂ ଭକ୍ତମାନେ କେତେବେଳେ ଦର୍ଶନ ଦେଲେ ଆସନ୍ତୁ ଆମେ ତା ସହିତ ନନା ଅଛନ୍ତି, ନନାଙ୍କ ସହିତ କଥା ହେବା। ଓଡ଼ିଶା ଆପଣଙ୍କୁ ଗୋଟେ କଥା କହିବେ, କେତେବେଳେ ପ୍ରଭୁଙ୍କର ଦ୍ୱାର ଫିଟିଲା ପ୍ରାୟ ଭୋର 5ଟା ବେଳକୁ ଫିଟିଲା। ନୀତିକାନ୍ତି ତ ସବୁ ଚାଲିଛି। ଏବେ ଆମର ମହାଦୀପ ଉଠିବ ପ୍ରାୟ ରାତି 12ଟା ବେଳକୁ ଉଠିବ। ଏଠି ପ୍ରସାଦ ସେବନର ବ୍ୟବସ୍ଥା ଅଛି। ଏଠି ଯୋଉ ଭକ୍ତମାନେ ଆସିବେ ପ୍ରସାଦ ସେବନ ଏଠି ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ଏଠି ସୋମେଶ୍ୱର ମହାଦେବ ଏକ ପ୍ରତିଷ୍ଠିତ ଶୈବପୀଠ କହିଲେ ଅତ୍ୟୁକ୍ତି ହେବନି। ଏପଟ ଆଖପାଖ ଅଞ୍ଚଳରେ ସମସ୍ତେ ଆସି ଏଠି ପ୍ରଭୁଙ୍କ ପାଇଁକା ତାଙ୍କର ନିଜର ଆରୋଗ୍ୟ ମନାସିବା ନିଜର ପରିବାର ପାଇଁକା ଦୀପ ଜାଳିବେ। ଏଠି ମହାଦୀପ ଉଠିବ ରାତି 12ଟା ବେଳକୁ। ପ୍ରସାଦ ସେବନ ଏବଂ ଭଜନ କୀର୍ତ୍ତନ କହିବା ସୋମେଶ୍ୱରଙ୍କର କଣ ଏଭଳି ବିଶ୍ୱାସ ଅଛି ଭକ୍ତମାନଙ୍କର? ବହୁତ ଭକ୍ତ ରୁଣ୍ଡ ହୁଅନ୍ତି ଅନ୍ୟ ସମୟରେ, ସେ ସଂକ୍ରାନ୍ତି ହଉ ବା ଅନ୍ୟ ସମୟରେ। ସୋମେଶ୍ୱରଙ୍କ ଆପଣ ଥରେ ସୋମେଶ୍ୱରଙ୍କ ଆଶୀର୍ବାଦ ହେଇଗଲେ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯାଏ। ଏଇଟା ନିଶ୍ଚିତ। ଆପଣଙ୍କର ସୋମେଶ୍ୱର ମହାଦେବ ଦେଖନ୍ତୁ ପ୍ରଭୁଙ୍କ ଦୟାରୁ ଆମେ ଯିଏ ବି ଏରିଆରେ ଯିଏ ବି ବା ଯାହା ଗୁହାରି କରେ ସେଟା ନିଶ୍ଚିତ ପୂର୍ଣ୍ଣ ହୁଏ। ଅଭିଷେକ ହଉ ବିଭିନ୍ନ ପ୍ରକାର ଜିନିଷ ହଉ ଯାହା ହଉଛି, କିନ୍ତୁ ସୋମେଶ୍ୱର ମହାଦେବ ସବୁଠୁ ଏକ ପ୍ରଭୁଙ୍କର ଭଲ ଶୈବପୀଠ ଏବଂ ପ୍ରଭୁଙ୍କର ନିଶ୍ଚିତ ପ୍ରଭୁଙ୍କର ପ୍ରଭାବ ଅଛି। ପ୍ରଭୁଙ୍କୁ ଡାକିଲେ ସୋମେଶ୍ୱର ମହାଦେବଙ୍କୁ ଆପଣ ଶୁଣିଥିଲେ ଭକ୍ତମାନେ ମଧ୍ୟ ପ୍ରଫୁଲ୍ଲ ଭାବରେ ଦର୍ଶନ ଦଉଛନ୍ତି ଏବଂ ଖୁସି ଲାଗୁଛି। ରାତିରେ ମହାଦୀପ ଉଠିବ ରାତି 12ଟା ଠିକ 12ଟାରେ ବାଳଙ୍କର ମହାଦୀପ। এই ମହାଦୀପକୁ ଦର୍ଶନ କରିସାରିଲା ପରେ ଭକ୍ତମାନେ ତାଙ୍କର ବ୍ରତ ଛାଡ଼ିବେ ଏବଂ ପ୍ରସାଦ ସେବନ କାକଟପୁର ସୋମେଶ୍ୱର ମନ୍ଦିର। 22 सालों से हजारों माता पिता क्यों मानते हैं कि कृष्णा विकास का कोई विकल्प नहीं। कृष्णा विकास होलिस्टिक एजुकेशन प्रदान करता है जिससे बच्चे की नींव मजबूत होती है। कृष्णा विकास ग्रुप ऑफ इंस्टीट्यूशंस।